हेलो दर्शक बंधु गुड मॉर्निंग जय जगन्नाथ आज अनुचिंता वीडियो को आपण मानक समस्त को स्वागत। तो चलतु वीडियोटी को स्टार्ट करवा। नंबर 1 घर डाण पाखरे तुलसी चौरा रहिबा उचित एवं घर बाहरिला बेले तुलसी मूलर माटी मुंडरे मारिले शुभ होइताए। नंबर 2 आंठू गंठी जंत्रणा हेउतिले पानी पीवा बेले बसिकी पियंतु एवं दिन को 5टी लवंग चोबाई करी खातु। नंबर 3 व्रण दाग लिभाइबा पाई हेले डालचीनी गुंड सहित अल्प महू मिसाई दागरे मारिले दाग लिभि जाए। नंबर 4 आखि तल कला दाग लिभाइबा पाई लेंबू रस सहित बिलाती रस मिसाई कला दागरे लगांतु। नंबर 5 विवाहिता स्त्री लोक माने राति रे चुटी खोला रखी सुअंतु नाही, एहा अमंगल होइथाई। नंबर 6 सूर्यास्त परे केबे क्षीर किंबा दही बाहर लोकंकु दियंतु नाही, एहा अमंगल होइथाई। नंबर 7 पूजारे जाँला कदली भोग कले बहुत शुभ होइथाई एवं शिवंक लिंगरे चढ़ाइले मंगल होइथाई। नंबर 8 ठाकुर पूजा कला बेले तले पीढ़ा उपरे किंबा पथर उपरे बसिकी पूजा करंतु नाही, आसन पकाई पूजा करंतु। नंबर 9 घरर पानी ट्याब्रु पानी टप टप पड़िले अशुभ होइथाई, तुरंत मरामती करंतु। नंबर 10 टंका रखुथिबा आलमारीर मुह दक्षिण दिगकु रखंतु नाही, अन्य दिगकु रखिले शुभ होइथाए। नंबर 11 गणेश पूजा दिन आकाशरे चंद्र दर्शन करंतु नाही, एहा अमंगल होइथाए। नंबर 12 गणेश पूजा दिन किछि अळेइच आनी पानी रे पकाई स्नान कले विद्या वृद्धि रे सहाय हुए। नंबर 13 शनिदेवंक मूर्ति घरे रखी पूजा करंतु नाही, मंदिर रे पूजा कले मंगल होइथाई। नंबर 14 घरे लक्ष्मी ठाकुराणी ठिया होइथिबा फोटो रखंतु नाही, बसिथिबा फोटो रखिले मंगल होइथाए। नंबर 15 घरे अचल घंटा रखंतु नाही किंबा घंटा दक्षिण कांथरे लगांतु नाही। नंबर 16 ठाकुर घरे श्रीजंत्र एवं लाल कपड़ारे गुड़ा होइथिबा नड़िया रखिले लक्ष्मी कृपा मिले। नंबर 17 तुलसी पत्र तोलिला बेले एही मंत्र पाठ करंतु। महाप्रसाद जननी सर्व सौभाग्यवर्धिनी आदि व्याधि हराम नित्य तुलसी त्वं नमस्तुते। तुलसी पत्र तोलिला बेले एही मंत्रटी पाठ करंतु। नंबर 18 पूर्व को मुह करी भोजन कले एवं दक्षिण को मुह करी शयन कले मंगल होइथाई। नंबर 19 जगन्नाथ मंदिर को 3 थर एवं शिव मंदिर को अर्ध परिक्रमा कले मंगल होइथाई। नंबर 20 घरे अशांति लागी रहुतिले शनिवार दिन बौल गछ को 7 थर परिक्रमा करी तार चेर को घरे रखंतु। नंबर 21
ଯଦି ମାଛ ଖାଉଛନ୍ତି ତାହେଲେ ମହୁରାଳି ମାଛ ଖାଆନ୍ତୁ ଏବଂ ମାଛ ପୋଡ଼ା ଖାଇଲେ ଦେହ ପାଇଁ ଉପକାର ହୁଏ। ନମ୍ବର 22 ନିଜ ଦେହର ଛାଇ ତୀର୍ଥସ୍ଥାନ ଏବଂ ଶ୍ମଶାନରେ ପରିସ୍ରା କରିବା ଉଚିତ ନୁହେଁ। ନମ୍ବର 23 ଶ୍ମଶାନରେ ପରିସ୍ରା କରିବା ନିଜ ଦେହର ଛାଇ ଉଚିତ ନୁହେଁ, ଏହା ଅମଙ୍ଗଳ ହୋଇଥାଏ। ନମ୍ବର 23 ଗରୁଡ଼ ଚିତ୍ର ଥିବା ଘଣ୍ଟି ଘରେ ରଖିଲେ ଅଗ୍ନି ଭୟ, ଚୋର ଭୟ ଏବଂ ବଜ୍ର ଭୟ ଦୂର ହୁଏ। ନମ୍ବର 24 ବରର ଅଯୁଗ୍ମ ବର୍ଷ ସହିତ କନ୍ୟାର ଯୁଗ୍ମ ବର୍ଷ ହେଲେ ବିବାହ ଶୁଭ ହୋଇଥାଏ। ନମ୍ବର 25 ଭୂମିରେ ପଡ଼ିଥିବା ଫୁଲରେ ଠାକୁର ପୂଜା କରନ୍ତୁ ନାହିଁ କିମ୍ବା ବଉଳ ଫୁଲ, ସେଫାଳି, ବେଲପତ୍ର ଓ ତୁଳସୀ ଭୂମିରେ ପଡ଼ିଲେ ବି ପୂଜା କରିପାରିବେ। ନମ୍ବର 26 ଗୋଟିଏ ଦିନରେ ଯଦି ବୋହୂ ବାପ ଘରେ ଏବଂ ଶାଶୁ ଘରେ ଭୋଜନ କରେ ତେବେ ଦୁର୍ଭାଗ୍ୟ ଆସେ। ମନେ ରଖନ୍ତୁ, ଗୋଟିଏ ଦିନରେ ଯଦି ବୋହୂ ବାପ ଘରେ ଏବଂ ଶାଶୁ ଘରେ ଭୋଜନ କରେ ତେବେ ଦୁର୍ଭାଗ୍ୟ ଆସେ। ନମ୍ବର 27 ଧଳା ପାରାର ମୂର୍ତ୍ତି ଘରେ ରଖିଲେ ମନରୁ ଦୁର୍ଭାବନା ଦୂରେଇଯାଏ ଏବଂ ସଦ୍ଭାବନା ଆସେ। ନମ୍ବର 28 ଭୋଜନ କଲାବେଳେ ପିତ୍ତଳ କିମ୍ବା ତମ୍ବା ବାସନ ନଚେତ୍ କଦଳୀପତ୍ର କିମ୍ବା ଶାଳପତ୍ର ବ୍ୟବହାର କରନ୍ତୁ। ନମ୍ବର 29 ଘର ପାଖରେ କଇଁଆ ଗଛ, ତାଳ ଗଛ ଓ ବାଉଁଶ ଗଛ ରଖନ୍ତୁ ନାହିଁ, ଏହା ବିପଦ ଆଣିଥାଏ। ନମ୍ବର 30 ଗୁରୁବାର ଓ ଶନିବାର ଦିନ ଲୁହା ଜାତୀୟ ଜିନିଷ ଘରୁ ବିକନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। ନମ୍ବର 31 ଦଶମୀ ଓ ଦ୍ୱାଦଶୀ ତିଥିରେ ପୋଇ ଏବଂ ଏକାଦଶୀରେ ଶିମ୍ବ ଖାଆନ୍ତୁ ନାହିଁ। ମନେ ରଖନ୍ତୁ, ଦଶମୀ ଓ ଦ୍ୱାଦଶୀ ତିଥିରେ ପୋଇ ଏବଂ ଏକାଦଶୀରେ ଶିମ୍ବ ଖାଆନ୍ତୁ ନାହିଁ। ନମ୍ବର 32 ତ୍ରୟୋଦଶୀ ତିଥିରେ ପିତାମାତା ବାଇଗଣ ଖାଇଲେ ସନ୍ତାନମାନଙ୍କର ଅମଙ୍ଗଳ ହୋଇଥାଏ। ନମ୍ବର 33 ସୋମବାର ଦିନ ଧଳା ମନ୍ଦାର ଠାକୁରଙ୍କ ଉପରେ ଚଢ଼ାଇଲେ ତନ୍ତ୍ରମନ୍ତ୍ର କଟିଯାଏ। ନମ୍ବର 34 ରବିବାର ଦିନ ଆମିଷ ଖାଆନ୍ତୁ ନାହିଁ ଏବଂ କ୍ଷିର ହୁଅନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। ନମ୍ବର 35 ଜ୍ୱର କିମ୍ବା କାଶ ହେଉଥିବା ଲୋକଙ୍କୁ କ୍ଷୀର ପିଇବାକୁ ଦିଅନ୍ତୁ ନାହିଁ। ନମ୍ବର 36 ରବିବାର ପାନ, ସୋମବାର ଦର୍ପଣ, ମଙ୍ଗଳବାର ମିଠା, ବୁଧବାର ପାନମଧୁରୀ, ଗୁରୁବାର ତୁଳସୀ, ଶୁକ୍ରବାର ଖସା ଓ ଶନିବାର ଅଦା ଖାଇ ଯାତ୍ରା କଲେ ଶୁଭ ହୋଇଥାଏ। ନମ୍ବର 37 ଅମାବାସ୍ୟା, ପୂର୍ଣ୍ଣମୀ ଓ ଏକାଦଶୀରେ ଦୂରଯାତ୍ରା କରନ୍ତୁ ନାହିଁ, ଶୁଭ ଫଳ ମିଳିନଥାଏ। ନମ୍ବର 38 ଘରର କବାଟ, ଝରକା ଉପରେ ପାଲଟା ଲୁଗା କିମ୍ବା ଗାମୁଛା ରଖନ୍ତୁ ନାହିଁ। ନମ୍ବର 39 ପିଲା ପାଇଁ ମା'ର କ୍ଷୀର ହେଉନଥିଲେ, ମନେ ରଖନ୍ତୁ, ପିଲା ପାଇଁ ମା' କ୍ଷୀର ହେଉନଥିଲେ 2 ଚାମଚ କପାପତ୍ରର ରସ 7 ଦିନ ଖାଇଲେ କ୍ଷୀର ଅଧିକ ହୋଇଥାଏ। ନମ୍ବର 40 ରୋଷେଇ ଘର କେବେ ନୀଳ ରଙ୍ଗ କିମ୍ବା କଳା ରଙ୍ଗ କରନ୍ତୁ ନାହିଁ। ନମ୍ବର 41 ଘରେ ଅଭାବ ଲାଗି ରହୁଥିଲେ ଛୋଟ ପିତ୍ତଳ ଢାଳରେ କଏନ୍ ଭର୍ତ୍ତି କରି ପଶ୍ଚିମ ପଟରେ ରଖନ୍ତୁ। ନମ୍ବର 42 ଭୋଜନ କରିବା ସମୟରେ ଗୋଡ଼ରେ ହାତ ରଖନ୍ତୁ ନାହିଁ କିମ୍ବା ମୁଣ୍ଡରେ ଟୋପି କିମ୍ବା ଗାମୁଛା ଭିଡ଼ନ୍ତୁ ନାହିଁ। ନମ୍ବର 43 ମାନସିକ ଅଶାନ୍ତି ରହୁଥିଲେ ଯୋଡ଼ିଏ ବଂଶୀ ଛକ କରି ଘରେ ରଖନ୍ତୁ।
ମନେ ରଖନ୍ତୁ ମାନସିକ ଅଶାନ୍ତି ରହୁଥିଲେ ଯୋଡ଼ିଏ ବଂଶୀ ଛକି କରି ଘରେ ରଖନ୍ତୁ। ନମ୍ବର 44 ପିଲାଙ୍କୁ 1 ବର୍ଷ ହେବା ପର୍ଯ୍ୟନ୍ତ ତୁଳସୀ ରସ ସହିତ ମହୁ ଖାଇବାକୁ ଦେଲେ ପିଲାଙ୍କୁ ଥଣ୍ଡା ହୁଏ ନାହିଁ। ନମ୍ବର 45 ମୋଟା ଲୋକ ପତଳା ହେବା ପାଇଁ ହେଲେ କୋଳଥ ଡାଲି 3 ମାସ ଖାଆନ୍ତୁ। ମନେ ରଖନ୍ତୁ ମୋଟା ଲୋକ ପତଳା ହେବାକୁ ଚାହୁଁଥିଲେ କୋଳଥ ଡାଲି 3 ମାସ ପର୍ଯ୍ୟନ୍ତ ଖାଆନ୍ତୁ। ନମ୍ବର 46 କଣ୍ଠ ସୁମଧୁର କରିବା ପାଇଁ ହେଲେ ଶୁଣ୍ଠି ଖଣ୍ଡେ କଳରେ ଜାକନ୍ତୁ। ନମ୍ବର 47 ସକାଳୁ ଉଠି କୁଳୁକୁଜା ପାଣି ଆଖିରେ ମାରିଲେ ଆଖି ରୋଗ ଦୂର ହୁଏ। ନମ୍ବର 48 ଦୁଦୁରା ପତ୍ର ରସକୁ ମୁଣ୍ଡରେ ଲଗାଇଲେ ଚୁଟି ଝଡ଼ିବା ବନ୍ଦ ହୁଏ। ନମ୍ବର 49 ଆକାଶରେ ଇନ୍ଦ୍ରଧନୁ ଦେଖିଲେ କାହାକୁ କୁହନ୍ତୁ ନାହିଁ, କହିଲେ ଏହା ଅମଙ୍ଗଳ ହୋଇଥାଏ। ନମ୍ବର 50 ଛୋଟ ପିଲା ଚମକୁଥିଲେ ଘୋଡ଼ାବାଲ ବେକରେ ବାନ୍ଧି ଦିଅନ୍ତୁ। ମନେ ରଖନ୍ତୁ ଛୋଟ ପିଲାମାନେ ଚମକୁଥିଲେ ଘୋଡ଼ାର ବାଲ ବେକରେ ବାନ୍ଧି ଦିଅନ୍ତୁ। ନମ୍ବର 51 ବାଛୁରୀ ନଥିବା ଗାଈର କ୍ଷୀରକୁ ଛୋଟ ପିଲାଙ୍କୁ ପିଆନ୍ତୁ ନାହିଁ ଏବଂ ଠାକୁର ପୂଜାରେ ଲଗାନ୍ତୁ ନାହିଁ। ନମ୍ବର 52 ଅସଲି ମହୁକୁ ଜାଣିବା ପାଇଁ ହେଲେ ଖଣ୍ଡେ ସାଧା କାଗଜରେ ପକାଇ ଦିଅନ୍ତୁ, ଏହା ଭେଦିବ ନାହିଁ। ନମ୍ବର 53 ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ଗୋଲାପ ଜଳ ସହିତ ଲେମ୍ବୁ ପାଣି ମିଶାଇ କୁଳି କରନ୍ତୁ। ନମ୍ବର 54 ପୂର୍ଣ୍ଣିମା, ଅମାବାସ୍ୟା, ସଂକ୍ରାନ୍ତି, ଜନ୍ମଦିନ ଓ ପିଣ୍ଡଦାନ ଦିନ ଚୁଟି କାଟନ୍ତୁ ନାହିଁ। ନମ୍ବର 55 ରାତିରେ ଶୋଇବା ବେଳେ ଦର୍ପଣରେ କଳା କପଡ଼ା ଘୋଡ଼ାଇ ଦିଅନ୍ତୁ, ମଙ୍ଗଳ ହୋଇଥାଏ। ନମ୍ବର 56 ଗୁରୁବାର ଦିନ ନିମ୍ବ, ଶନିବାର ଦିନ ଆଖୁ, ରବିବାର ଦିନ ଗୁଡ଼ ଏବଂ ବୁଧବାର ଦିନ ମୂଳା ଖାଆନ୍ତୁ ନାହିଁ। ମନେ ରଖନ୍ତୁ ଗୁରୁବାର ଦିନ ନିମ୍ବ, ଶନିବାର ଦିନ ଆଖୁ, ରବିବାର ଦିନ ଗୁଡ଼ ଏବଂ ବୁଧବାର ଦିନ ମୂଳା ଖାଆନ୍ତୁ ନାହିଁ। ନମ୍ବର 57 ଲାଜକୁଲି ଗଛର ଚେର ଅଣ୍ଟାରେ ମାରିଲେ ମହୁମାଛି ମାରିବ ନାହିଁ। ନମ୍ବର 58 ଛୋଟ ପିଲା ଯଦି ଅନବରତ କାନ୍ଦୁଥାନ୍ତି ଶୋଇବା ଖଟକୁ ମୟୂର ପୁଚ୍ଛରେ ଝାଡ଼ି ଶୁଆଇ ଦିଅନ୍ତୁ। ନମ୍ବର 59 ଅଷ୍ଟମୀ ତିଥିରେ ନଡ଼ିଆ ଏବଂ ତୃତୀୟା ତିଥିରେ ପୋଟଳ ଖାଇଲେ ଅଜ୍ଞାନତା ବୃଦ୍ଧି ପାଇଥାଏ। ନମ୍ବର 60 ଓଷାବ୍ରତ ଏବଂ ଉପବାସରେ ଆଖୁ ପାଣି, କ୍ଷୀର ପାନ, ଫଳ ଓ ଔଷଧ ଖାଇପାରିବେ। ନମ୍ବର 61 ରାତିରେ ଶୋଇଲା ବେଳେ ମୁଣ୍ଡ ପାଖରେ ମୋବାଇଲ ରଖନ୍ତୁ ନାହିଁ ଏବଂ ରିଙ୍ଗଟୋନ୍ରେ ମନ୍ତ୍ର ରଖନ୍ତୁ ନାହିଁ। ନମ୍ବର 62 ସକାଳୁ ଉଠି କଞ୍ଚା କ୍ଷୀରରେ ଫାଳେ ଲେମ୍ବୁ ଚିପୁଡ଼ି ମୁହଁରେ ମାରିଲେ ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ। ନମ୍ବର 63 ଛୋଟ ପିଲାଙ୍କ ପାଇଁ କମଳା ରସ ଅମୃତ ତୁଲ୍ୟ ହୋଇଥାଏ, ଏହା ଶରୀରକୁ ବଳିଷ୍ଠ କରିଥାଏ। ନମ୍ବର 64 ମୁଣ୍ଡବିନ୍ଧା ରୋଗ ଦୂର କରିବା ପାଇଁ ଖାଲି ପେଟରେ ସେଓ ସହିତ ଲୁଣ ମିଶାଇ କିଛି ଦିନ ସେବନ କରନ୍ତୁ। ନମ୍ବର 65 ରବିବାର ଦିନ ମସୁର ଡାଲି ଖାଆନ୍ତୁ ନାହିଁ, କାରଣ ବହୁମୂତ୍ର ରୋଗ ହୋଇଥାଏ। ନମ୍ବର 66 ମାଛ ସହିତ ଚିନି ଓ ମହୁ ଖାଇଲେ ଶରୀରରେ ବିଷକ୍ରିୟା ହୋଇଥାଏ। ନମ୍ବର 67
ଶନିବାର ଦିନ ସୂର୍ଯ୍ୟାସ୍ତ ପରେ କାନରେ ତେଲ ପକାଇଲେ କାନ ରୋଗ ହୁଏ ନାହିଁ। ନମ୍ବର 68 ମାନ୍ୟତା ଅନୁସାରେ ମହିଳାମାନେ ପୂଜା କରିବା ସମୟରେ ହନୁମାନଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ ଏବଂ ବିନା ସ୍ପର୍ଶ କରି ପୂଜା କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ନମ୍ବର 69 ପୂଜା କରିବା ସମୟରେ ମହିଳାମାନେ ନଡ଼ିଆ ଭାଙ୍ଗିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ପୁରୁଷ ଲୋକମାନେ ନଡ଼ିଆ ଭାଙ୍ଗିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ନମ୍ବର 70 ରାସ୍ତାରେ ଯିବା ସମୟରେ ଯଦି ମୁଦ୍ରା କିମ୍ବା ପଇସା ମିଳେ ତେବେ ଏହା ଅଶୁଭ ହୋଇଥାଏ ଏବଂ କାର୍ଯ୍ୟରେ ସଫଳ ହେବା ବିଳମ୍ବ ହେବାର ସଂକେତ ଦେଇଥାଏ। ଆଜିର ମୋଟିଭେସନ୍ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ଯେଉଁମାନେ ଚ୍ୟାନେଲରେ ନୂଆ ଆସିଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍କୁ ସିଲେକ୍ଟ କରିଦିଅନ୍ତୁ। ରହିଲି, ଜୟ ଜଗନ୍ନାଥ। ଥ୍ୟାଙ୍କ୍ସ ଫର୍ ୱାଚିଂ।